ୱେଲକମ୍ ଟୁ GS ଏଜୁଟେନ୍କୁ। ଦେଖନ୍ତୁ ଆଜି ଆମେ ଡିସ୍କସନ୍ କରିବା GRSର ବାକି ଜିଲ୍ଲାମାନଙ୍କରେ ରେଜଲ୍ଟ କେବେ ପବ୍ଲିଶ ସେମାନେ କରିବେ। ଆପଣ ତ ଜାଣିଥିବେ ମାଲକାନଗିରିର GRS ମାନଙ୍କର ରେଜଲ୍ଟ ପବ୍ଲିଶ ହେଇଯାଇଛି। ଆପଣମାନେ ଯଦି ଚେକ୍ କରିନାହାନ୍ତି ତାହେଲେ ଆପଣମାନେ ମୁଁ ପ୍ରିଭିୟସ୍ ଗୋଟେ ଭିଡ଼ିଓ ପକାଇଥିଲି, ସେଇଠି ଯାଇକି ଆପଣ ଚେକ୍ କରିଦେଇ ପାରିବେ। ଯେଉଁମାନେ ମାଲକାନଗିରିରୁ ସିଲେକ୍ଟ ହେଇଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଦେଖନ୍ତୁ ଆମ ପାଖରେ ଯାହା ଇନଫର୍ମେସନ୍ ଅଛି ଯେ ବହୁତ ସାରା ପିଲା GRS ପାଇଁ ଆପ୍ଲାଏ କରିଥିଲେ, ଲକ୍ଷରୁ ଅଧିକ ପିଲା। ସେମାନେ ଏହାକୁ ଅନଲାଇନ୍ ମାଧ୍ୟମରେ ଟାଇପ୍ କରିକି ଅନଲାଇନ୍ରେ ପବ୍ଲିଶ କରିବା ପାଇଁ ସେମାନଙ୍କୁ ଟାଇମ୍ ଲାଗୁଛି। ଯାହା ଇନଫର୍ମେସନ୍ ଅଛି ସେମାନେ ଜାନୁଆରୀ ଫେବୃଆରୀ ମଧ୍ୟରେ ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ GRS ମାନଙ୍କର ରେଜଲ୍ଟଟି ପବ୍ଲିଶ କରିଦେବାର। ଦେଖନ୍ତୁ ଆଉ ଗୋଟେ ଇନଫର୍ମେସନ୍ ଅଛି ଆପଣଙ୍କ ପାଇଁ ଇମ୍ପୋର୍ଟାଣ୍ଟ ହେଇପାରେ। ଦେଖନ୍ତୁ ଏଥିରେ ନୟାଗଡ଼ ଡିଷ୍ଟ୍ରିକ୍ଟରେ 18ଟି ପୋଷ୍ଟ ଭ୍ୟାକେନ୍ସି ଅଛି। ସେମାନେ ଏହାକୁ ଆଉଟସୋର୍ସିଂ ମାଧ୍ୟମରେ ପୂରଣ କରିବାକୁ ଚାହୁଁଛନ୍ତି। ଏହା ହେଉଛି ଆଉଟସୋର୍ସିଂ ଏଜେନ୍ସି ମାନଙ୍କ ପାଇଁ ଗୋଟିଏ ନୋଟିସ୍। ସେମାନେ 18 ନମ୍ବରଟି ପୋଷ୍ଟ ପାଇଁ ମେନ୍ ପାୱାର ପ୍ରୋଭାଇଡ଼ କରିବେ। ତା ହେଉଛି ଆପଣଙ୍କର ମନରେଗା ଆସିଷ୍ଟାଣ୍ଟ ହେଉଛି 8ଟି, ଆଉ କ'ଣ ଅଛି, କମ୍ପ୍ୟୁଟର ପ୍ରୋଗ୍ରାମର ବି 8ଟି, ଡେଟା ଏଣ୍ଟ୍ରି ଅପରେଟର ପାଇଁ କିଛି ପୋଷ୍ଟ ଅଛି। ଆପଣମାନଙ୍କର ଯଦି ଆଉଟସୋର୍ସିଂ ଏଜେନ୍ସି ସହିତ ଚିହ୍ନା ପରିଚୟ ଅଛି, ଆପଣମାନେ ତାଙ୍କ ସହିତ କଣ୍ଟାକ୍ଟ କରିପାରିବେ। ସେମାନେ ହିଁ ମେନ୍ ପାୱାର ପ୍ରୋଭାଇଡ଼ କରିଥାନ୍ତି। ଏହା ଥିଲା ଇନଫର୍ମେସନ୍ଟି। ଯଦି ଭଲ ଲାଗିଥାଏ ଆମକୁ ସବସ୍କ୍ରାଇବ୍ କରିପାରିବେ, ଲାଇକ୍ କରିପାରିବେ ହେଲା।